जय श्री जगन्नाथ भाई मैंने सर्वप्रथम गुरुदेव गणपति और जगदम्बा को प्रणाम करिए जे आम वास्तु सेशन को आगे बढ़ावे वास्तु सेशन गोटे नुआ इंपोर्टाट टॉपिक वेरी वेरी इंपोर्टाट टॉपिक आम आरंभ करिया जोटा कि समस्त जानिया दरकार एटा समस्ते ही जानिबा दरकार जो माने घर तैयारी करछन्ती जो माने घर किणुछन्ती आज आम पढ़िबा जे गृह निर्माण पई शास्त्रगत विधान देखंतु तीनटा जिंस मनुष्यर नीड बेसिक नीड सर्वप्रथमे ता पाखरे यथा समय जीवन जापन जीवन को बंचिवा ପାଇଁ कि ଯେତିକି ଖାଦ୍ୟ ଦରକାର ତାକୁ ଦରକାର ଖାଦ୍ୟ ପାନୀୟ ଦରକାର ଦ୍ୱିତୀୟରେ କପଡା ଦରକାର ତୃତୀୟରେ ଘରଟିଏ ଦରକାର ହିନ୍ଦୀରେ ଯାହାକୁ କହନ୍ତି ରୋଟି କପଡା ମକାନ ଏବେ ସବୁଠୁ ଇମ୍ପୋର୍ଟାଣ୍ଟ ଜିନିଷ ହଉଛି ଘର କାହିଁକି ନା ମଣିଷ ଯେତେବେଳେ ଦିନ ସାରାର କର୍ମ କମ୍ପ୍ଲିଟ କରିଦେଇକି ଆସେ ଘରକୁ ସେ ସେଠି ତାର ନିତ୍ୟ ଦିନର କର୍ମ ଗୁଡାକ ସମାପନ କରିବା ପୂର୍ବକ ସେ ତାର ନେକ୍ସଟ ଡେ ପାଇଁ ପ୍ରସ୍ତୁତି ପର୍ବ ନିଏ କେମିତି କର୍ମ କ୍ଷେତ୍ରକୁ ଯିବ କର୍ମ କରିବ ଉପାର୍ଜନ କରିବ ଜୀବନରେ କଣ ନ ଦରକାର ମଶାଣି ବି ଦରକାର ଆଉ ପ୍ରସୂତି ସ୍ଥାନ ବି ଦରକାର ପ୍ରସୂତି ସ୍ଥାନର ଉପଯୋଗୀ ହଉଛି କି ସେଠି ଛୁଆ ମାନେ ଜନ୍ମ ହେବେ ଶ୍ମଶାନ ଦରକାର ଏଥିପାଇଁ କି ମଣିଷ ଦେହରୁ ଆତ୍ମା ତ୍ୟାଗ କଲା ପରେ ତାକୁ ଯୋଉ ଶବ ବନିଯାଏ ତାକୁ ନେଇ ସେଠି ପୋଡିବେ ଭଗବାନ ଏ ସୃଷ୍ଟିରେ କୌଣସି ଏମିତି କିଛି ଜିନିଷ ବନେଇ ନାହାନ୍ତି ଯାହାକି ଉପାଦେୟ ନୁହେଁ ସବୁର କିଛି ନା କିଛି ବୈଶିଷ୍ଟ୍ୟ ରହିଛି ଉପାଦେୟତା ରହିଛି ଏବଂ ଘର ନିର୍ମାଣ ପାଇଁ ଯଦି କୌଣସି ଗୋଟେ ବହୁତ ଉପାଦେୟ ଜିନିଷ ସର୍ବପ୍ରଥମେ ଟପ୍ ମୋଷ୍ଟ ପ୍ରାୟୋରିଟି ଦ୍ୟାଟ୍ ଇଜ କଲ୍ଡ ମହାଦ୍ୱାର ଯାହାକୁ ସିଂହ ଦ୍ୱାର ବୋଲି କୁହାଯାଏ ଆମେ ଯେତେବେଳେ ପୁରୀର ଜଗନ୍ନାଥଙ୍କ ପାଖକୁ ଦର୍ଶନ କରିବାକୁ ଯାଉ ବା କୌଣସି ବି ମନ୍ଦିରକୁ ଦର୍ଶନ କରିବା ପାଇଁ ଯାଉ ମୋର ଜାତିର ଇଷ୍ଟ ଜଗନ୍ନାଥ ମୁଁ ଜଗନ୍ନାଥଙ୍କ କଥା ହିଁ କହିବି ଆମେ କଣ ଯାଇକି ଡାଇରେକ୍ଟ ଜଗନ୍ନାଥଙ୍କ ମନ୍ଦିରରେ ପ୍ରବେଶ ହେଇଯାଉ ସର୍ବପ୍ରଥମେ ଆମେ ଯାଉ ତାଙ୍କର ସିଂହ ଦ୍ୱାର ବାଟେ ପ୍ରବେଶ କରୁ ଆଉ ଦୀପ ଚାରିଟା ଦ୍ୱାର ଅଛି ହସ୍ତି ଦ୍ୱାର ଅଶ୍ୱ ଗଜ ଦ୍ୱାର ଏଗୁଡା ସବୁ ରହିଛି କିନ୍ତୁ ସିଂହ ଦ୍ୱାର ଟା କଣ ପାଇଁ ରଖାଯାଏ ଆଉ ଦେଖନ୍ତୁ ଜଗନ୍ନାଥ ମନ୍ଦିର ଚାରି ପାର୍ଶ୍ଵରେ ଦ୍ୱାର ଅଛି ଏଥିରୁ କଣ ଆମେ ଜାଣିଲେ ଯେ ବାସ୍ତୁ ଅନୁଯାୟୀ କୌଣସି ବି ଦିଗରେ ମହାଦ୍ୱାର ନିର୍ମାଣ କରାଯାଇ ପାରିବ ମଡର୍ଣ୍ଣ ବାସ୍ତୁ କଣ କହିଲା ମଡର୍ଣ୍ଣ ବାସ୍ତୁ କହିଲା ଯେ ଜୋନ 3-4ରେ ଆଖି ବନ୍ଦ କରି ତମେ ଯେକୌଣସି ଦିଗ ହେଲେ ମଧ୍ୟ କରିପାରିବ ଠିକ କଥା କରିପାରିବ କିଛି ଅସୁବିଧା ନାହିଁ କିନ୍ତୁ ଘରର ପ୍ରବେଶର ଦ୍ୱାରର ଜୋନ ଯଦି ପରଫେକ୍ଟ ଅଛି ତାହେଲେ ନିଶ୍ଚିତ ଭାବରେ ସିଏ ତମକୁ ଘରର ବାସ୍ତୁ ଦୋଷରୁ ମୁକ୍ତ କରିବା ସହିତ ପଜିଟିଭ ଭାଇବ ଦେବା ସହିତ ପଞ୍ଚମହାଜୀବନକୁ ସମୃଦ୍ଧିଶାଳୀ କରିଦବ ସେଥିରେ ତିଳେ ମାତ୍ର ସନ୍ଦେହର ଅବକାଶ ନାହିଁ ବହୁତ ସାରା ମନ୍ଦିର ଅଛି ହେଲେ ଧାମ 4ଟା ମାତ୍ର ଏବଂ ଜ୍ୟୋତିର୍ଲିଙ୍ଗ ଦ୍ୱାଦଶ 51 ଶକ୍ତିପୀଠ ମୋ କଥାଟା ଆପଣ ମାନେ ବୁଝନ୍ତୁ ଆଚ୍ଛା ପୁରୀରେ ଆମେ ଯେତେବେଳେ ଯାଇଛୁ ଶ୍ରୀ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରୁ ପୁରୁଷୋତ୍ତମଙ୍କୁ ଦର୍ଶନ କରୁ ସେଠି ଯୋଉ ଭାଇବ ଆଉ ଯୋଉ ଭାବ ଟା କ୍ରିଏଟ ହୁଏ ଆପଣ କଣ ଅନ୍ୟ ମାନେ ମୁଁ ବଡ ବଡ ଉପାସଙ୍କ କଥା କହୁନି ବଟ ଯୋଉମାନେ ନର୍ମାଲ ଥାନ୍ତି ସେମାନେ କଣ ସେଇ ଭାଇବ ଟାକୁ ଫିଲ୍ କରନ୍ତି ଅନ୍ୟ କୌଣସି ଜଗନ୍ନାଥ ମନ୍ଦିରକୁ ଯାଆନ୍ତି ତାହେଲେ ବାସ୍ତୁର କିଛି ତ ଥିବ ତା ଭିତରେ ଯୋଉଟା କି ସେ ଜାଗାକୁ ଏତେ ସମୃଦ୍ଧିଶାଳୀ କରି ରଖିବ ଯେ ଆବାମାନ କାଳରୁ ଲୋକମାନେ ସେଠି ଭକ୍ତିର ଅମୃତ ପାନ କରିବାକୁ ଦୌଡିଯାନ୍ତି କାରଣ ଜଗନ୍ନାଥଙ୍କ ପାଖରେ ଇଏ ଚଲେନି ଚାଲାଖି ପଇସା ଏସବୁ ଚାଲେନି ସମୃଦ୍ଧି ଇଗୋ ଏଗୁଡା ଚାଲେନି ଜଗନ୍ନାଥଙ୍କର କାରଣ ଏଇ ସବୁ ଏଇ ସବୁ ଜିନିଷର ଦେବୀ ହଉଛନ୍ତି ଜଗଦମ୍ବା ଏବଂ ଆପଣ ଯଦି ହରିଙ୍କ ଦେଖିବେ ହରି ଶୋଇଛନ୍ତି ଆଉ ସେଇ ସବୁ ଜିନିଷର ଯେ ଅଧିଷ୍ଠାତ୍ରୀ ଦେବୀ ସେ ତାଙ୍କର ପଦ ସେବାରେ ନିରତ ଅଛନ୍ତି ମାନେ ଗୋଟେ ସେକେଣ୍ଡ ବି ସେ ତାଙ୍କ ପଦ ସେବାରୁ
ବିରକ୍ତ ହୁଅନ୍ତି ନାହିଁ। ଏଆଡେ ସଂସାରର କଥା ବି ବୁଝ। ତେଣୁ କହିବାର ଇଏ ହେଲେ ମୁଖ୍ୟ ଦ୍ୱାରଟା ଭେରି ଭେରି ଇମ୍ପୋର୍ଟାଣ୍ଟ। ମୁଖ୍ୟ ଦ୍ୱାରଟା ପ୍ରବେଶ ଦ୍ୱାରଟା ଦୋଷ ମୁକ୍ତ ରହିଲେ ସମୃଦ୍ଧି ଏବଂ ବିକାଶ ହେବାଟା ବିଧେୟ। ସେଥିରେ କୌଣସି ସନ୍ଦେହ ଅବକାଶ ନାହିଁ କି ସମୃଦ୍ଧି ହବନି କି ବିକାଶ ହବନି, ସେଟା ହବାକୁ ବାଉଣ୍ଡ। ଯଦି ନାହିଁ ମହାଦ୍ୱାରଟା ଠିକ ଜାଗାରେ ନୂତନ ଗୃହ ନିର୍ମାଣ କରିଦେଲେ, ମନ ଇଚ୍ଛା ଗେଟ୍ ବନେଇଦେଲେ, ମନ ଇଚ୍ଛା ସୁନ୍ଦର ସୁନ୍ଦର ଲାଇଟ୍ ଲଗେଇଦେଲେ, ବିଶ୍ୱାସ କରନ୍ତୁ ସେ ଘର ଭୋଗ ହବନି। ଆପଣ ମାନେ ଦେଖିଥିବେ ଘର ତିଆରି ହେଇଥିବ, ଅଧାରୁ କିଏ ଗୋଟେ ମରିଗଲାଣି, ଜଷ୍ଟ ଘର ଘରେ ପ୍ରତିଷ୍ଠା କରିଥିବ, ଡେଥ୍ ହେଇଗଲାଣି ମାଲିକର। କାହିଁକି ଏମିତି? ତମକୁ କଣ ସତରେ ଭାଇ ଏଇଟା ଯଦି ଯିଏ ପଢିଥିବ ସିଏ କହିବ ବାସ୍ତୁ ହଉଛି ଗୋଟେ ବିଲିଫ ସିଷ୍ଟମ, ଏଇଟା ନୁହଁ। କିନ୍ତୁ ଯଦି ଆମେ ଦେଖିବା ତାହେଲେ ବିଶ୍ୱ ବ୍ରହ୍ମାଣ୍ଡର କୌଣସି ଜିନିଷ ତ ଅଗ୍ନି ପୃଥିବୀ ବାୟୁ ଜଳ ଆକାଶ ବାହାରେ ନାହିଁ। ପଞ୍ଚତତ୍ଵର ବାଲାନ୍ସିଂ ହିଁ ଖେଳ। ହଁ। ଠିକ ଅଛି ନା? ହୁଁ। ତ ପଞ୍ଚତତ୍ଵର ବାଲାନ୍ସିଂ ରେ ମହାଦ୍ୱାର ଯଦି ପରଫେକ୍ଟ ଜାଗାରେ ରହିଲା ତାହେଲେ ବହୁତ ସୁନ୍ଦର। ଆଚ୍ଛା, ବାସ୍ତୁଶାସ୍ତ୍ର ହିସାବରେ, ବାସ୍ତୁଶାସ୍ତ୍ର ଛାଡନ୍ତୁ, ଆମେ ଗୋଟେ ନର୍ମାଲ ବର୍ତ୍ତମାନ ପଏଣ୍ଟ ନମ୍ବର 2 ଡିସ୍କସନ କରୁଛୁ। ଏଟା ଆପଣ ମୁଣ୍ଡରେ ରଖନ୍ତୁ, କାରଣ ମୁଁ ଏଥିପାଇଁ ବୁଝେଇ କହୁଛି। କୌଣସି ଗୋଟିଏ ଭଲ ଫସଲ ହେବାକୁ ହେଲେ ଉର୍ବର ଜମି, ଉନ୍ନତ ବୀଜ, ଅନୁକୂଳ ପରିବେଶ, ଏ ତିନିଟା ଜିନିଷ ବହୁତ ହି ମାଇନର ଏବଂ ପରସ୍ପରର ପରିପୂରକ। ଉର୍ବର ଜମି ଥିବ, ଉନ୍ନତ ବୀଜ ନଥିବ, ଫସଲ ଭଲ ହବନି। ଉନ୍ନତ ବୀଜ ଥିବ, ଉର୍ବର ମାଟି ନଥିବ, ଫସଲ ଭଲ ହବନି। ଏବଂ ଦିଟା ବି ଭଲ ଥାଏ, ଗୋଟା ଯଦି ଖରାପ ରହିଲା ଭଲ ଫସଲ ହେବ ନାହିଁ। ସେମିତି ଭୂଖଣ୍ଡରେ ଯଦି କୌଣସି ନା କୌଣସି କାରଣରୁ ଅଶୁଭତ୍ୱ ଅଛି, ଯଦି ସେଟା ଦେବୋତ୍ତର ସମ୍ପତ୍ତି ହେଇଥିବ, କୌଣସି ବ୍ରାହ୍ମଣର ସମ୍ପତ୍ତି ହେଇଥିବ, ମାନେ ରାଜସ୍ୱର ସମ୍ପତ୍ତି ହେଇଥିବ, ବା ସେ ଜାଗା ଉପରେ ଯଦି କୌଣସି କର୍ସ ଥିବ, ବା ସେ ଜାଗାରେ କୌଣସି ଅଶୁଭ ପଦାର୍ଥ ଯଥା ହାଡ ପୋତା ହେଇଥିବ, ଶ୍ମଶାନ ମୃତ୍ତିକା ହେଇଥିବ, ଖଣିଜ ପଦାର୍ଥ ତା ତଳେ ଥିବେ, ବା କିଛି ଏମିତି ଅଶୁଭ କାରକ ତତ୍ଵ କୋଇଲା ଭଳିକା ଗୋଟେ ଥିବ, ତାହେଲେ ଆପଣ ମାନେ ଭାବୁଛନ୍ତି ସେ ଯୋଉ ଜମିଟା ଖୋଳିଲା ବେଳକୁ ଯଦି ସେଥିରେ ଶୁଭତ୍ୱ ନଥିବ, ସେ ଜମି ଉପରେ ଆପଣ ମାନେ କିଛି ଭଲ କାମ କରିପାରିବେ? ଆଉ ଯଦି ବି ରହିଲେ ତାହେଲେ କଣ ଆପଣ ମାନେ ସେ ଜମିକୁ ଭୋଗ କରିପାରିବେ? ତେଣୁ ମହାଦ୍ୱାର ପୂର୍ବରୁ ବି ଆହୁରି ଗୋଟେ ଇମ୍ପୋର୍ଟାଣ୍ଟ ଜିନିଷ ଆସେ, ଜମିର ମୃତ୍ତିକା ପରୀକ୍ଷା, ଯୋଉଟା କି ଆମେ ଭଲସେ ପଢେଇଛେ ମାଟି କେମିତି ଟେଷ୍ଟ କରାଯାଏ। ସେଟା କିଏ ହିଁ କରନ୍ତି, ତୁରନ୍ତ ଖୋଳି ପକାନ୍ତି, କେମିତି ଘର କରିଦେବେ। ମୁଁ ମୋର ଗୋଟେ ପର୍ସନାଲ ଏକ୍ସପିରିଏନ୍ସ ଆପଣ ମାନଙ୍କୁ ସେୟାର କରୁଛି। ମୁଁ ଗୋଟେ ଜାଗାକୁ ଯାଇଥିଲି ଜାତକ ଦେଖିବା ପାଇଁ, ଜାଗା ନାଁ କହିବିନି। ଜାତକ ଦେଖିକି ଫେରୁଛି, ଜଣେ ମା ଆସିଲେ, କହିଲେ କି ଚାଲନ୍ତୁ ଆମ ଘର ଟିକେ ଦେଖିଦେବେ। ମୁଁ ଗଲି, ଦେଖିଲା ବେଳକୁ ତାଙ୍କର ନର୍ଥ ଇଷ୍ଟ କର୍ଣ୍ଣର ଟା ଖଣ୍ଡିତ ହେଇଛି। ଘରକୁ ଡିଜାଇନ କରିବା ଚକ୍କରରେ ନର୍ଥ ଇଷ୍ଟ କର୍ଣ୍ଣର ଟା ଖଣ୍ଡିତ ହେଇଛି। ମୁଁ ଆଉ ତା ବିଷୟରେ ଅଧିକା କିଛି କହିବା ପାଇଁ ଚାହୁଁନି। ଯୋଉମାନେ ଭଲସେ ଜାଣନ୍ତି ଯେ ନର୍ଥ ଇଷ୍ଟ କର୍ଣ୍ଣର ଯଦି ଖଣ୍ଡିତ ହେଇଗଲା କଣ ପ୍ରୋବ୍ଲେମ ଦବ, କଣ ପରିବାରକୁ ଇଏ ବିଧ୍ୱଂସ ସୃଷ୍ଟି କରିବ, ସେଟା ସମସ୍ତେ ଜାଣିଛେ। ଯୋଉ ଦିନଠୁ ଘର ତିଆରି ହେଲାଣି ତାର ଗୋଟେ ବର୍ଷ ଭିତରେ ପରିବାରରେ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ହେଇଛି। ତା ପୂର୍ବ ପରିବାର ଠିକ ଥିଲା, କିଛି ଅସୁବିଧା ନାହିଁ, ଏତେ ସମସ୍ୟା ନଥିଲା। ଏବଂ ସେ ପରିବାରରେ ସେ ମା ଜଣଙ୍କୁ ବହୁତ ହି ପୂଜା ଅର୍ଚ୍ଚନା କରନ୍ତି, ଏକ୍ସଟ୍ରିମ ପୂଜା ଅର୍ଚ୍ଚନା କରନ୍ତି, ଏବଂ ତାଙ୍କ ଦେହ ସଦା ସର୍ବଦା ଖରାପ ରହେ। ମୁଁ ଗଲି ମହାଦ୍ୱାର ଦେଖେଇଲି, ମୁଁ ତାଙ୍କ ସିମ୍ପଟମ୍ସ ଦେଖିକି କିଛି କଥା କହିଲି, ଯୋଉ କଥା କି ଲାଗିଲା ଅଳ୍ପ ସମୟ ଭିତରେ କଣଟା ବି ଦେଖିପାରିବ। ବାସ୍ତୁ କଣ ଯିବ କଣ ଏମିତି ମିସ୍କାଲି କହିଦେବ ଏଇଟା ପୂର୍ବ ପଶ୍ଚିମ, ଏଟା ଭଲସେ ଦେଖିକି କରିବାକୁ ପଡିବ। କହିଲା ବେଳକୁ ସିଏ କହିଲେ ଯେ ମୁଁ ଯେତେବେଳେ ଘର ତିଆରି ହବ ତା ପୂର୍ବରୁ ମୁଁ ମୋର ଘରର ମୁଖ୍ୟଙ୍କୁ କହିଥିଲି, ରିକ୍ୱେଷ୍ଟ କରିଥିଲି କି ଆଜ୍ଞା ଆପଣ ଦୟା କରିକି କୌଣସି ବାସ୍ତୁବିଦକୁ ଡାକନ୍ତୁ, ଟିକେ ଦେଖେଇକି ଖୋଳିବା, ଶୁଭ ମୁହୂର୍ତ୍ତ ବାହାର କରିକି ଖୋଳେଇବା। ସିଏ ମୁଁ ନଥିବା ସମୟରେ କାଳେ ମୁଁ ଏମିତି ସବୁ କଥା କହିକି ଅଡଚନା ଆଣିବି, ଯେହେତୁ ସେ ହେତୁବାଦୀ ପ୍ରକୃତିର ଲୋକ, ସିଏ ଖୋଳିଦେଲେ ଏବଂ କରିଦେଲେ। ଏବଂ ଯୋଉ ଦିନରୁ ଖୋଳିଲେଣି ସେ ଦିନଠୁ ତାଙ୍କର ଦେହ ଖରାପ ଆରମ୍ଭ। ତେଣୁ ଏଇଟା ମୋର ପର୍ସନାଲ ମତ।
ମୁଁ କୌଣସି ବି କହୁନି କି ଯୋଉ ଯୋଉମାନଙ୍କର ବାସ୍ତୁ ଆଉ ଆଷ୍ଟ୍ରୋଲୋଜି ଉପରେ ବିଶ୍ୱାସ ନାହିଁ, ଭଲ, ସେମାନେ ଆକ୍ସେପ୍ଟ ନ କରନ୍ତୁ, ବହୁତ ବଢିଆ କଥା। ହୁଁ। ଠିକ ଅଛି। ଏବଂ ଥାର୍ଡ ପଏଣ୍ଟ ହେଲା, ତୁମେ ଯଦି ପ୍ରତ୍ୟେକ ତତ୍ଵକୁ ବାଲାନ୍ସ କରି ବାସ୍ତୁ ହିସାବରେ କରିବ, ଜାଗା ମାଡ ଖାଇବା କଥା ଖାଇବ। ତମେ ମନ ଇଚ୍ଛା ଡିଜାଇନ କରିପାରିବନି। କାରଣ ଶ୍ରୀମଦ୍ ଭାଗବତ ଗୀତାରେ ବହୁତ ବଢିଆ 16 ନମ୍ବର ଅଧ୍ୟାୟର 23 ଆଉ 24 ନମ୍ବର ଶ୍ଲୋକ ସମସ୍ତଙ୍କୁ ପଢିବା ଉଚିତ। ଏଇଟା ବହୁତ ବଢିଆ କ୍ଲାରିଟି ଦିଏ। ହୁଁ। ସେଠି କୁହାଯାଇଛି, ଇହ ଶାସ୍ତ୍ର ବିଧିମ୍ ଉତ୍ସୃଜ୍ୟ ବର୍ତ୍ତତେ କାମ କରତ ନ ସିଦ୍ଧିମ୍ ବାପ୍ନୋତି ନ ସୁଖମ୍ ନ ପରାମ ଗତିମ୍। ସେଠି ଭଗବାନ ଲୀଳା ପୁରୁଷୋତ୍ତମ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି, ଏ ଶାସ୍ତ୍ର ବିଧି ପରିତ୍ୟାଗ କରିବା ପୂର୍ବକ କୌଣସି ମନ ଇଚ୍ଛା ଇହ ଲୋକରେ କାମ କରେ, ତାହେଲେ ସେ ନା ସୁଖ ଶାନ୍ତି ପାଏ, ନା ସୁଖ ପାଏ, ନା ସେ ପରମ ଗତିକୁ ପ୍ରାପ୍ତ କରିପାରେ। ଏଇଟା ମୁଁ କହୁନି, ଏଇଟା ଭଗବାନ ଲୀଳା ପୁରୁଷୋତ୍ତମ ଶ୍ରୀମଦ୍ ଭାଗବତ ଗୀତାରେ କହିଛନ୍ତି। ପଏଣ୍ଟ ନମ୍ବର 2, ତାପରେ ଶ୍ଲୋକରେ କହିଛନ୍ତି, ତସ୍ମାତ୍ ଶାସ୍ତ୍ରଂ ପ୍ରମାଣଂ ତେ କାର୍ଯ୍ୟ କାର୍ଯ୍ୟ ବ୍ୟବସ୍ଥିତ ଜ୍ଞାତ୍ୱା ଶାସ୍ତ୍ର ବିଧାନୋକ୍ତମ କର୍ମ କରୁତୁମ୍ ଇହାରସି। ଭାଇ, ଶାସ୍ତ୍ର ପ୍ରମାଣ ଦେଖ, କାମ କର। ଯଦି ଲୀଳା ପୁରୁଷୋତ୍ତମ ଭଗବାନ ଶ୍ରୀକୃଷ୍ଣ କଥା କହିଛନ୍ତି, ଆମେ ଗୋଟେ ସେଠି ଶାସ୍ତ୍ର ଉପରେ କ୍ୱେଶ୍ଚିନ୍ କଣ କରିବା? କଣ କରିବା? ହଁ, ଯୋଉମାନେ କୃଷ୍ଣଙ୍କୁ ମାନନ୍ତିନି ସେମାନଙ୍କ ପାଇଁ କଥା ଅଲଗା। ଯୋଉମାନେ ତାଙ୍କର ସତ୍ତାକୁ ଆକ୍ସେପ୍ଟ କରନ୍ତିନି ତାଙ୍କ କଥା ଅଲଗା। ବଟ୍ ଯୋଉମାନେ ମାନନ୍ତି ସେମାନେ ଏ ବିଷୟରେ ନିଶ୍ଚିତ ଭାବରେ ବିଚାର କରିବା ଉଚିତ। ତେବେ ଆଜିର ସେସନରେ ଆମେ ଗୃହ ନିର୍ମାଣର ଏଇ ଯୋଉ ସିରିଜ ଷ୍ଟାର୍ଟ ହେଲା, ଯେ ଶାସ୍ତ୍ରଗତ ବିଧାନ, ସେଥିରେ ମୁଁ 3ଟା ପଏଣ୍ଟ ଉଲ୍ଲେଖ କଲି। ମୁଁ ଏତେ ସବୁ କଥା କହିବାର ତାତ୍ପର୍ଯ୍ୟ, ଆପଣମାନଙ୍କୁ ମୁଁ ବୁଝେଇ ପାରେ, କନଭେ କରିପାରେ ମୋ ମେସେଜଟା କ୍ଲିୟରଲି। ମୁଁ ଶାସ୍ତ୍ର କଥା ବି କହିଲି, ମୋର ପର୍ସନାଲ ଏକ୍ସପିରିଏନ୍ସ କଥା ବି କହିଲି, ଏବଂ ବାସ୍ତବ ଜୀବନର ଏକ୍ସପିରିଏନ୍ସଟା ସେୟାର କରିବା ସହିତ ଶାସ୍ତ୍ରଗତ କଥା ମଧ୍ୟ ମୁଁ କହିଲି। ତେଣୁ ପଏଣ୍ଟ ନମ୍ବର 1 ମହାଦ୍ୱାର ବା ଭୂମି, ମହାଦ୍ୱାର କହିଲି। ସେକେଣ୍ଡ ପଏଣ୍ଟ କହିଲି ଭୂମି ପରୀକ୍ଷା। ଥାର୍ଡ ପଏଣ୍ଟ କହିଲି ଭଗବାନ ଲୀଳା ପୁରୁଷୋତ୍ତମ କଣ କହିଛନ୍ତି ଶାସ୍ତ୍ରକୁ ନେଇ। ହୁଁ। ତେବେ ଆଜିର ସେସନରେ ଆମର ବଢିଆ ଇମ୍ପୋର୍ଟାଣ୍ଟ ଟପିକଟା ଡିସ୍କସ କଲେ। ଯଦି ଏ କଥା କିଏ ଶୁଣେ ବି ନା, ସେ ନିଜେ ନିଜେ ଅନୁଭବ କରିବ। ତଥାପି ତାଙ୍କୁ ମୁକ୍ତି ଆଚ୍ଛା, ମିଳିବ। ନାଇଁ ନାଇଁ, କଷ୍ଟରୁ ତ ନିଶ୍ଚିତ ଭାବରେ ମୁକ୍ତି ମିଳିବ। ଜଣେ 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 ମାନେ କଣ ପାଇଁ, ମାନେ ମାନେ କଣ ପାଇଁ? ଭାଇ, ଆପଣ ଦେଖିଥିବେ, ମୁଁ ଆପଣଙ୍କୁ ପୁରା କ୍ଲିୟର ପଏଣ୍ଟ କଥା କହୁଛି। ଆପଣ ମାନେ ଦେଖିଥିବେ, ଭାଇ ଘରେ ଗୋଟେ ପିଲା 4-5 ବର୍ଷ ହେଲାଣି ମେହନତ କରୁଥିବ, 60-70 ଏକ୍ସାମ ଦଉଥିବ, ତାର ହଉନଥିବ। ମୋର ଯିଏ ଗୁରୁ ଅଛନ୍ତି ବାସ୍ତୁରେ, ସିଏ ଗଲେ, ଗୋଟେ ପିଲାଟେ 3-4ଟା ଜବ ପାଇଛି, କେମିତି WNW ଜୋନରେ ଶୋଉଛି, ଚାକିରି କରିବାକୁ ଯାଉ। ତାର ଖାଲି ଶୋଇବାର ପଦ୍ଧତିଟା ଚେଞ୍ଜ କରାଗଲା, ତାର ସେ ଜବ ଜଏନ କଲା। ଆଉ ଗୋଟେ ଆମେ ଏକ୍ସପିରିଏନ୍ସ କହୁଛୁ, ଆମେ ହିଁ ଯାଇଥିଲେ ଜଣ ଘରକୁ, 2 ବର୍ଷ ହେଲାଣି ସେ ଲୋକ ବେଡ୍ ରିଡନ୍ ଥିଲେ। ଆମେ ଖାଲି ତାଙ୍କ ଶୋଇବାର ପ୍ଲେସ୍ ଚେଞ୍ଜ କଲୁ, 7 ଦିନ ପରଠୁ ତାଙ୍କର ହେଲ୍ଥରେ ଇମ୍ପ୍ରୁଭମେଣ୍ଟ ଆସିଥିଲା। ସେ ବି ସେ WNW ରେ ଶୋଇଥିଲେ। ତେଣୁ ଘରେ ବାସ୍ତୁ ହିସାବରେ ଯଦି ନ ହେଇଛି, ସମ୍ପୂର୍ଣ୍ଣ ତ 100% କିଛି ବି 100%, ମିନିମମ୍ ତ ଯେତିକି କରିବା ତ ସେତିକି କରିବା। ଏଇ ଯୋଉ ମହାଦ୍ୱାର, ଭୂମି ପରୀକ୍ଷା, ଏଟା ତ କରିବା। ତ କଣ କଣ ନା, ସଫଳତାରେ ପ୍ରତିବନ୍ଧକ ଆସିବା କଥା ଆସିବ, ଅଡଚନ ଆସିବା କଥା ଆସିବ, ସମ୍ପର୍କରେ ଅମିଳତା ସୃଷ୍ଟି ହବା କଥା ହେବ। ଯଦି ବାସ୍ତୁବନ୍ଧ ନ ହେଇଛି ତାହେଲେ ହେଇଛି, ତାହେଲେ ଭଲ ରହିବ ସମ୍ପର୍କ। ବୃତ୍ତି ବା ଯୋଉ କର୍ମ କ୍ଷେତ୍ରରେ ତମର ଯୋଉ ବୃତ୍ତି କରୁଛ, ସେ କ୍ଷେତ୍ରରେ ପ୍ରୋବ୍ଲେମ ଆସିବା କଥା ଆସିବ। କ୍ଷତି ବଢି ବଢି ଚାଲିବ, ବୃଦ୍ଧି ହବ ନାହିଁ, ଡେଭଲପମେଣ୍ଟ ରହିଯିବ, ଦକ୍ଷତା ସ୍କିଲ ସେଟ ବନ୍ଦ ହେଇଯିବ। ନା, ମୁଁ ଯୋଉଟା ଏକ୍ସପିରିଏନ୍ସ କରିଛି ମୁଁ ସେଇଗୁଡା ଆପଣଙ୍କୁ କହୁଛି। ବାରମ୍ବାର କଣ୍ଟିନ୍ୟୁଅସଲି ଦୁର୍ଘଟଣାଗ୍ରସ୍ତ ହବ, ସବୁବେଳେ ମନରେ ଆଂଜାଇଟି ଏବଂ ମନ ଖରାପ ରହିବ, ସଞ୍ଚୟ ହେବ ନାହିଁ, ବେକାର ଖର୍ଚ୍ଚକୁ ଆୟତ କରାଯାଇ ପାରିବ ନାହିଁ, ଏବଂ ଗର୍ଭଧାନ ବା ଗର୍ଭପାତ ହବାର ବହୁତ ସମ୍ଭାବ୍ୟତା ରହିଛି। ପିଲାମାନେ ପଢିବାରେ ମନ ଲାଗିବ ନାହିଁ, ବିଭିନ୍ନ ପ୍ରକାର ଘରେ ସମସ୍ୟା ଲାଗି ରହିବା କଥା ଲାଗି ରହିବ, ଭଲ ଫଳ ତୁରନ୍ତ ନିଷ୍ପତ୍ତି ସବୁବେଳେ ଗଡବଡ କରିବ, ନିଦ ହବନି ରାତିରେ ଠିକ ସେ, ହୁଁ। ଏବଂ ବିଭିନ୍ନ ପ୍ରକାର ଏମିତି ଏଠୁ କହିଚାଲିଲେ ବହୁତ ଯାଗୁଡା ଦୈନନ୍ଦିନ ଜୀବନରେ ଦରକାର, ସେଗୁଡା ସବୁତିକ ବାଧାପ୍ରାପ୍ତ ହବ। ଘର କରିବ 50 ବର୍ଷ ପାଇଁ,
ଗୋଟେ ବାସ୍ତୁବିତକୁ ଡାକିକି ଯଦି ତମେ ଭଲସେ ଜାଣିଥିବା ଲୋକଙ୍କ ଦ୍ଵାରା କର୍ମଟା କରେଇବ, ଚନ୍ଦ୍ର ବାହାରି ଯାଉଛି। ହୁଁ। ସେମିତି ନ ମାନିକି ଦେଖିଛ, ଏବେ ମାନିକି ଦେଖ କଣ ସୁବିଧା ଅସୁବିଧା ହଉଛି। ଯେ ପ୍ରତ୍ୟେକ ଘର ଯେ ପୁରା ପିଓରଲି ହେଇକି ବୈକୁଣ୍ଠ ବନିଯିବ ସେମିତି ମାନେ ନାହିଁ, କିନ୍ତୁ ଏଇ ଯୋଉ ହଜାର ପ୍ରକାର ପୀଡା ଅଛି ତାକୁ ତ ଆମେ କମେଇ ପାରିବା। ତ ଆଜିର ସେସନ ପାଇଁ ଏତିକି। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।